ନମସ୍କାର ଦର୍ଶକ ବନ୍ଧୁ। ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ସୁଭୋଦୟ ଯୋଜନାକୁ ନେଇ ଆପଣମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଅପଡେଟ୍ କି ଆପଣଙ୍କ ସୁଭୋଦୟ ଯୋଜନା ଆପଣଙ୍କର ଅଗଷ୍ଟ ମାସ 28 ତାରିଖରେ ଆସିବା ପାଇଁ ଯାଉଛି। ଯାହାକି ଆପଣଙ୍କ ଯଦି ସୁଭୋଦୟ ଯୋଜନା ପଞ୍ଚମ କିସ୍ତି ଅପେକ୍ଷା କରିଥିଲେ ଆପଣମାନେ କି କେବେ ଆସିବ ଏବଂ ପଞ୍ଚମ କିସ୍ତି ଯେଉଁ ଅଛି ସେ ପଞ୍ଚମ କିସ୍ତି କେଉଁମାନେ 5,000 ଟଙ୍କା ପାଇବେ ଏବଂ କେଉଁମାନେ 25,000 ଟଙ୍କା ପାଇବେ ସେସବୁ ବିଷୟ ଟୋଟାଲ ଡିଟେଲ୍ସ ଆପଣଙ୍କୁ କହିବା ପାଇଁ ଯାଉଛି। ତା ପୂର୍ବରୁ ଯଦି ଆପଣ ଭିଡ଼ିଓରେ ନୂଆ ଅଛନ୍ତି ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଜମା ଭୁଲନ୍ତୁନି। ଦର୍ଶକ ବନ୍ଧୁ, ଆପଣ ସବୁ ଜାଣିଥିବେ କି ବର୍ତ୍ତମାନ ଆପଣଙ୍କର ସୁଭୋଦୟର ପଞ୍ଚମ କିସ୍ତି ଆପଣଙ୍କର ଆନାଉନ୍ସମେଣ୍ଟ ହେଇଛି କି ଆପଣଙ୍କର 28 ତାରିଖରେ ଆପଣଙ୍କର ପଞ୍ଚମ କିସ୍ତି ଆସିବା ପାଇଁ ଯାଉଛି। এই 28 ତାରିଖରେ ଆପଣଙ୍କ ପଞ୍ଚମ କିସ୍ତି ଆସିବା ପାଇଁ ଯାଉଛି। এই 28 ତାରିଖରେ ଆପଣଙ୍କର ପଞ୍ଚମ କିସ୍ତି କେତେ ଟଙ୍କା ଲେଖା ପାଇବେ ଆପଣମାନେ ଦେଖନ୍ତୁ। ସୁଭୋଦୟ ଯୋଜନା ପ୍ରତି କିସ୍ତିରେ ଆପଣମାନେ 5,000 ଟଙ୍କା ଲେଖା ଯେହେତୁ ପାଇ ଆସିଛନ୍ତି, ତ ବର୍ତ୍ତମାନ ପଞ୍ଚମ କିସ୍ତି ମଧ୍ୟ ଆପଣମାନେ ସେ 5,000 ଟଙ୍କା ଲେଖା ପାଇବେ। କିନ୍ତୁ ସରକାରଙ୍କ ତରଫରୁ କୁହାଯାଇଛି କି ଆପଣମାନଙ୍କୁ କି ଯଦି ଆପଣମାନେ ସୁଭୋଦୟ ଯୋଜନାରେ 5,000 କିସ୍ତି ମାନେ ଆପଣଙ୍କର ପଞ୍ଚମ କିସ୍ତି ଆସିବାର ଅଛି, ଯଦି ଆପଣ ଏଲିଜିବୁଲ ଥିବେ 5,000 କିସ୍ତି ପାଇବାର, ଯେମିତି ଯେଉଁମାନେ ବାଦ ପଡ଼ିଥିବେ ସୁଭୋଦୟ ଯୋଜନାକୁ ନେଇକି କି 5,000 କିସ୍ତି ସେମାନେ ପାଇନାହାନ୍ତି, ତ ସେମାନେ ମଧ୍ୟ ଆପଣଙ୍କର ପଞ୍ଚମ କିସ୍ତି ମାନେ ଏକାଥରେ 5,000 କିସ୍ତି ଆପଣମାନେ ପାଇବେ। ଯାହାକି ଆପଣଙ୍କର 25,000 ଟଙ୍କା ଆପଣମାନେ ପାଇବା ପାଇଁ ଯାଉଛନ୍ତି। କୋଉମାନେ ପାଇବେ 25,000 ଟଙ୍କା? ଯୋଉମାନଙ୍କର 5,000 କିସ୍ତି ଜମା ବି ପାଇନାହାନ୍ତି ଏବଂ ଯଦି ସେମାନେ ଏଲିଜିବୁଲ ଅଟନ୍ତି ସୁଭୋଦୟ କାହାକୁ ଯୋଗ୍ୟତାକୁ ନେଇକି, ତ ତାହେଲେ ଆପଣ ସେ 25,000 ଟଙ୍କା ଆପଣ ପାଇପାରିବେ। ଏଇ ଯୋଗ୍ୟତା ମାନଦଣ୍ଡ ଯୋଉଟା ଅଛି, ସେ ଯୋଗ୍ୟତା ମାନଦଣ୍ଡ କଣ ଅଛି ନା ଦେଖନ୍ତୁ, ପ୍ରଥମେ ଆମେ ଆପଣଙ୍କୁ କହିବା ପାଇଁ ଯିବା, ଆପଣମାନେ ଏକରେ ଓଡ଼ିଶାରେ ବାସିନ୍ଦା ହୋଇଥିବା ଆବଶ୍ୟକ। ଆପଣମାନେ NFSS କିମ୍ବା SSS ରେ ଅନ୍ତର୍ଭୁକ୍ତ ହୋଇଥିବେ, ଯୋଉଟାକି ଆପଣଙ୍କ ରାସନ କାର୍ଡ ରହୁଛି ଏବଂ ଯଦି ଆପଣଙ୍କ ବର୍ଷକୁ 2.5 ଲକ୍ଷ ଟଙ୍କାରୁ କମ୍ ଥିବ ବର୍ଷକୁ ଆୟ, ତାହେଲେ ଆପଣ ସେ ସୁଭୋଦୟ ଏଲିଜିବୁଲ ହେଇପାରିବେ। ଆଉ କଣ ଅଛି ନା ଆପଣଙ୍କର ଯଦି ଏହି ଯୋଜନା ଅନ୍ତର୍ଭୁକ୍ତ ହେବା ପାଇଁ ହେଲେ ଆପଣଙ୍କ ବୟସ 21 ବର୍ଷ ହୋଇଥିବା ଦରକାର ଏବଂ 60 ବର୍ଷରୁ କମ୍ ହୋଇଥିବା ଦରକାର ଏବଂ ଆଧାର କାର୍ଡ ଲିପିବଦ୍ଧ ଅନୁସାରେ ଆପଣଙ୍କ ଜନ୍ମଗଣନା କରିବା ପାଇଁ ଆପଣଙ୍କ ମାନେ ଆପଣଙ୍କ ଡେଟ୍ କୁ ଧରାଯିବ। ଯୋଉଟା କି ଆପଣଙ୍କ ଆଧାର କାର୍ଡ ଯୋଉଟା କି ଡେଟ୍ ଅଫ୍ ବାର୍ଥ ଅଛି, ଯଦି ଡେଟ୍ ଅଫ୍ ବାର୍ଥକୁ ଆପଣଙ୍କ ଯଦି ଧରିବା ପାଇଁ ଯିବା, ତାହେଲେ ଆପଣମାନେ ସେଇ ଡେଟ୍ରେ ରହିବା ଦରକାର। ଆଉ ରହିଛି କଣ ନା ଆପଣଙ୍କର ଯଦି କିଛି ମାନେ ଇନକମ ଟ୍ୟାକ୍ସ ଦଉନଥିବେ କିମ୍ବା ଆପଣ ଆଗରୁ କିଛି ଯୋଉଟା କି ସାଂସଦ କିମ୍ବା ଆପଣଙ୍କର ଯୋଉ ୱାର୍ଡ ମେମ୍ବର ରହିଛି କିମ୍ବା ଆପଣଙ୍କୁ ଯାହା ବି ହଉଥିବେ ସେଟା କିଛି ନଥିବେ କିମ୍ବା ଆପଣଙ୍କ ଯଦି ପେନସନ କିମ୍ବା ଛାତ୍ରବୃତ୍ତି ଯଦି ଅଛି ସେଟା ଯଦି ଆପଣ ପାଉନଥିବେ, ତାହେଲେ ଆପଣ ସୁଭୋଦୟ ଯୋଜନାଟା ଆପଣ ସେମିତି କରିବା ପାଇଁ କାଉନ୍ସିଲିଂ ହେଇପାରିବେ। ଠିକ ଅଛି। ତ ଆଉ କଣ ଅଛି ନା ଆପଣ ଯଦି ଗଭର୍ଣ୍ଣମେଣ୍ଟ ସର୍ଭିସ ଯଦି କରୁଥିବେ, ତ ଗଭର୍ଣ୍ଣମେଣ୍ଟ ସର୍ଭିସ ଯଦି ତାହେଲେ ଆପଣ ସୁଭୋଦୟ ଟଙ୍କା ପାଇପାରିବେ ନାହିଁ। କିମ୍ବା ଆପଣଙ୍କ ଘର ଟ୍ରାକ୍ଟର ଥିବ କିମ୍ବା ମିନି ଟ୍ରାକ୍ଟର ଥିବ କିମ୍ବା ଆପଣଙ୍କ 4 ଚକିଆ ଯାନ ଥିବ, ଏସବୁ ଜିନିଷ ଯଦି ଆପଣମାନଙ୍କ ପାଖରେ ଅଛି ତାହେଲେ ଆପଣମାନେ ପାଇପାରିବେ ନାହିଁ। ଏବଂ ଆଉ କଣ ଅଛି ନା ଆପଣ ଯଦି 5 ଏକରରୁ ଯଦି ଅଧିକ ଜଳ ଜମି ଥିବ, ତାହେଲେ ଆପଣ ମଧ୍ୟ ଟଙ୍କା ପାଇପାରିବେ ନାହିଁ। ଏଇସବୁ ଜିନିଷ ହେଇଥିଲା ଆପଣ ଯୋଗ୍ୟତା ଏବଂ ଅଯୋଗ୍ୟତା କଣ ରହୁଛି ଆପଣ ବୁଝିପାରିଲେ। କିନ୍ତୁ ବର୍ତ୍ତମାନ ଗୋଟେ ଅପଡେଟ୍ ଅଛି, ଯଦି ଆପଣମାନେ 28 ତାରିଖ ପୂର୍ବରୁ ଯଦି ଆପଣମାନଙ୍କର ମୁଁ 4 ଜିନିଷ କଥା କହୁଛି ଆପଣମାନଙ୍କୁ, ଯଦି ଆପଣ ସେ ଜିନିଷ କରିଦେଇଛନ୍ତି ତାହେଲେ ଆପଣମାନେ ସୁଭୋଦୟ ଟଙ୍କା ଆସିବାରେ ଆପଣଙ୍କୁ କିଛି ପ୍ରୋବ୍ଲେମ ହବ ନାହିଁ। 4 ଜିନିଷ କଣ? ପ୍ରଥମେ ଦେଖନ୍ତୁ, ଆପଣଙ୍କୁ କହିବା ପାଇଁ ଯିବି, ଆପଣଙ୍କର ବ୍ୟାଙ୍କ ଖାତାରେ ଆପଣମାନଙ୍କର KYC ସମ୍ପୂର୍ଣ୍ଣ ରୂପେ ଥିବା ଦରକାର। KYC ରେ ଆପଣଙ୍କର ନାମ, ଡେଟ୍ ଅଫ୍ ବାର୍ଥ ଏବଂ ମୋବାଇଲ ନମ୍ବର ଏସବୁ ଜିନିଷ ଆପଣଙ୍କର ଏଡ୍ ଥିବା ଦରକାର। ଦୁଇରେ ହଉଛି ଆପଣଙ୍କର କଣ ନା DBT ଲିଙ୍କ। DBT କଣ ନା ଡାଇରେକ୍ଟ ବ୍ୟାଙ୍କ ଟ୍ରାନ୍ସଫର। ସରକାର ଯେକୌଣସି ଯୋଜନାରେ ପଇସା ଆପଣଙ୍କୁ ଟଙ୍କା ଦେଇଥାନ୍ତି, ଯୋଉଟା କି ଆପଣଙ୍କୁ ଡାଇରେକ୍ଟ ବ୍ୟାଙ୍କକୁ ଆପଣଙ୍କୁ ଟ୍ରାନ୍ସଫର ହୁଏ। DBT ଲିଙ୍କ ଆପଣଙ୍କର ସମ୍ପୂର୍ଣ୍ଣ ରୂପେ ଠିକ ଥିବା ଦରକାର। ଏଥିରେ କଣ ଅଛି ନା ଆପଣ ସୁଭୋଦୟରେ ଏଲିଜିବିଲିଟି ହୋଇଥିବା ଦରକାର, ଯୋଉଟା କି ମୁଁ ଆପଣଙ୍କୁ କହିଲି ଯୋଗ୍ୟତା ମାନଦଣ୍ଡ କୋଉଟା ଅଛି ଏବଂ ସୁଭୋଦୟ ଟଙ୍କା ପାଇବା ପାଇଁ ଆପଣଙ୍କର କୋଉ କୋଉ ଯୋଗ୍ୟତା ଦରକାର। ଠିକ ଅଛି। 4ରେ କଣ ଅଛି ନା ଆପଣଙ୍କର ସବୁ କିଛି ଷ୍ଟାଟସ ଯୋଉଟା ରହୁଛି ଆପଣଙ୍କର ସୁଭୋଦୟ ଯୋଜନା ବୋଲି, ଏଇ ଷ୍ଟାଟସ ଆପଣଙ୍କ ସବୁବେଳେ ଆକ୍ଟିଭ ଥିବା ଦରକାର ଏବଂ ଆପଣଙ୍କ ଷ୍ଟାଟସଟି ଆପଣଙ୍କ ସବୁ ଜିନିଷ ଠିକ ଥିବା ଦରକାର। ଯେମିତିକି ଆପଣଙ୍କର ଆଧାର କାର୍ଡ ଅନୁସାରେ 60 ବର୍ଷ କମ୍ ହବା ଦରକାର କିମ୍ବା ଆପଣଙ୍କର ଏଲିଜିବିଲିଟି ଅନୁସାରେ କିଛି ଟେଷ୍ଟ ଦଉଥିବେ। ଏଇସବୁ ଜିନିଷ ଆପଣଙ୍କର ସବୁ ଠିକ ଠାକ ରହିବ, ତାହେଲେ ଆପଣ ସୁଭୋଦୟ ଯୋଜନାରେ ଟଙ୍କା ପାଇପାରିବେ। ତ ଏଇସବୁ ଜିନିଷ ଯଦି ଆପଣଙ୍କ ସବୁ କିଛି ଠିକ ଠାକ ଥିବ, KYC, DBT ଲିଙ୍କ ଏବଂ ଆପଣଙ୍କର ଆଧାର କାର୍ଡ ଯଦି ଏଇ ଜିନିଷ ଠିକ ଠାକ ଥିବ, ତାହେଲେ ଆପଣ ସୁଭୋଦୟ ଯୋଜନା ଟଙ୍କା ପାଇପାରିବେ। ଏଇଟା ଥିଲା ଆପଣମାନଙ୍କ ପାଇଁ ଗୋଟେ ବହୁତ ବଡ ଅପଡେଟ୍। କାହିଁକିନା ସୁଭୋଦୟ ଯୋଜନାରେ ଆପଣଙ୍କର 28 ତାରିଖ ଯେହେତୁ ଟଙ୍କା ଆସିବା ପାଇଁ ପଞ୍ଚମ କିସ୍ତି, ତ ସେଥିପାଇଁ ଆପଣ ଜଣାଇଦେଲି ଯଦି 28 ତାରିଖ ପୂର୍ବରୁ ଆପଣ କରୁଛନ୍ତି ତାହେଲେ ଆପଣ ସୁଭୋଦୟ ଯୋଜନାରୁ ବଞ୍ଚିତ ହେଇପାରିବେ।
ତ ଆଶା କରିବି କି ଭିଡ଼ିଓଟି ଆପଣଙ୍କୁ ବହୁତ ଭଲ ଲାଗିଥିବ। ଯଦି ଭିଡ଼ିଓଟି ବହୁତ ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ, ପାଖରେ ବେଲ୍ ଆଇକନକୁ ଅଲରେ ସେଟ୍ କରିଦେବେ। ଆମେ ଯାହା କିଛି ନୂଆ ନୂଆ ଇନଫର୍ମେସନ୍ ପାଉଛୁ ଆମେ ଭିଡ଼ିଓ କହିଯାଉଛୁ ଏବଂ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ଆଜ୍ଞା ରହୁଛି ଆଜ୍ଞା, ଧନ୍ୟବାଦ।